এই ଭିଡ଼ିଓରେ ମୁଁ ତୁମମାନଙ୍କୁ କହିବି ଛେଲି ଡରେ ପାଣିକିର ଅଭ୍ୟାସ କାର୍ଯ୍ୟ। ଠିକ୍ ଅଛି, ପ୍ରଶ୍ନ ଉତ୍ତର କରିବା ଆଜି। ଠିକ୍ ଅଛି ପିଲାମାନେ, ଚାଲ 1 ନମ୍ବର ଦେଖିବା ଆମେ କ'ଣ ଲେଖା ହେଇଛି। ଛବି ଦେଖି କହିବା, ଛବିକୁ ଦେଖିବା ଆଉ କହିବା। ଠିକ୍ ଅଛି ପିଲାମାନେ, ଏଇଟା ଗୋଟେ ଛବି, ଏଇଟା ଗୋଟେ ଛବି, ଏଇଟା ଗୋଟେ ଛବି ଅଛି ନା ନାହିଁ, ଏଇଟା ଗୋଟେ ଛବି, ଏଇଟା ଗୋଟେ ଛବି, ଏଇଟା ଗୋଟେ ଛବି। ଠିକ୍ ଅଛି, ତ ଛବିର ନାମ କହ ପିଲାମାନେ। ଠିକ୍ ଅଛି, ଏଇଟା କ'ଣ? ଗୋଟିଏ ମାଛ। ଠିକ୍ ଅଛି, ଏଇଟା ମାଛ ଲେଖା ହେଇଛି। ଏଇଟା କ'ଣ? ମୟୂର, ଏଇଟା ବି ମୟୂର ଲେଖା ହେଇଛି। ଏଇଟା କ'ଣ? ଝରକା, ଏଇଟା ଝରକା। ଏଇଟା କ'ଣ? ଝରଣା। ଏଇ ଛବି କ'ଣ? ଗଛ। ଛବି ମାନେ ଚିତ୍ର ପିଲାମାନେ। ଠିକ୍ ଅଛି, ଏଇଟା କ'ଣ? ବଗ। ଯେତେବେଳେ ତୁମମାନଙ୍କୁ ଶିକ୍ଷକ ପଚାରିବେ ଛବି ଦେଖି କହିବା। ଠିକ୍ ଅଛି, ଛବିକୁ ଦେଖାଇବେ ଶିକ୍ଷକ ଆଉ ପଚାରିବେ ତୁମମାନଙ୍କୁ ପିଲାମାନେ ଏଇଟା କ'ଣ, ଏଇଟା କ'ଣ, ସେତେବେଳେ ତୁମେମାନେ କହିବ ଏଇ ଛବିର ନାମ। ଠିକ୍ ଅଛି ପିଲାମାନେ, 2 ନମ୍ବର ଦେଖିବା। ମଟର ଗରା ଝରକା ପର ଝୁମୁକା ମଗର ଉପରେ ଲେଖାଯାଇଥିବା ଶବ୍ଦଗୁଡ଼ିକର ଠିକ୍ ଅଛି। ମ ଅକ୍ଷର ତଳେ ଗାର ଦେବା। ଦେଖ ପିଲାମାନେ, ଏଇଟା ଗାର ନା ନାହିଁ। ଯଦି ମ ଲେଖା ହେଇଛି ଏଇଠି, ଠିକ୍ ଅଛି, ତାହେଲେ ଆମେ ତା ତଳେ ଏମିତି ଗୋଟେ ଗାର ଦେବା। ଠିକ୍ ଅଛି। ର ଅକ୍ଷରକୁ ଗୋଲ ବୁଲାଇବା। ଦେଖ, ଯେଉଁଠି ର ଅକ୍ଷର ଥିବ ଏମିତି ର, ଠିକ୍ ଅଛି, ତାପରେ ଆମେ ଗୋଲ ବୁଲାଇବା। ଠିକ୍ ଅଛି। ଗ ଅକ୍ଷର ଚାରିପଟେ ବାକ୍ସ କରିବା ବା ଚତୁର୍ଭୁଜ କରିବା। ଏଇଟାକୁ ଚତୁର୍ଭୁଜ ବା ବାକ୍ସ ବି କୁହାଯାଏ। ଠିକ୍ ଅଛି ପିଲାମାନେ, ସରି, ଏମିତି ଏଇଟା ବାକ୍ସ ଅଛି ନା ନାହିଁ। କେଉଁଠି? ଯଦି ଗ ରହିବ ଯେଉଁଠି, ଗ ରହିବ ଯେଉଁଠି, ଗ ଉପରେ ଏମିତି ବାକ୍ସ ତିଆରି କରିବା। ଠିକ୍ ଅଛି ପିଲାମାନେ। ଝ ଅକ୍ଷର ଚାରିପଟେ ତ୍ରିଭୁଜ କରିବା। ଠିକ୍ ଅଛି, ଏମିତି ଦେଖ, ଏଇଟା ଝ ଅଛି ନା ନାହିଁ, ଝ ଅଛି, ତାର ଚାରିପଟେ କ'ଣ କରିବା ଆମେ ଏମିତିକା ତ୍ରିଭୁଜ କରିବା। ଠିକ୍ ଅଛି। 3 ନମ୍ବର ଦେଖିବା ପିଲାମାନେ। ଶବ୍ଦରେ ଥିବା ଅକ୍ଷର ସହ ତଲ କୋଠରୀରେ ଥିବା ସମାନ ଅକ୍ଷରକୁ ଗାର ଟାଣି ଯୋଡ଼ିବା। ତ ଏଇଟା କହିଛି, ଦେଖ, ସମାନ ଅକ୍ଷର ମ କା, ତଳେ ମ ଅଛି କି ନାହିଁ ପିଲାମାନେ? ଦେଖ, ଗାର ଟଣା ହେଇଛି, ଦେଖ, ଗାର ଟଣା ହେଇଛି, ମ ଅଛି। ସେମିତିକା ଆମେ ମଧ୍ୟ ଗାର ଟାଣିବା ସମାନ ଅକ୍ଷରକୁ ଦେଖିକି। ଠିକ୍ ଅଛି। ଦେଖ, ଗଛ, ଗ କେଉଁଠି ଅଛି? ଦେଖ, ଏଠି ଗ ଅଛି ନା ନାହିଁ, ତ ଗରୁ ଆମେ ଏମିତି ଗାର ଟାଣିବା। ଠିକ୍ ଅଛି। ଛ ତ ନାହିଁ, ଟାଣିବା ନାହିଁ। ବ ଅଛି କି ପିଲାମାନେ? ଦେଖ, ବ ବି ନାହିଁ। ଗ ଅଛି କି? ହଁ, ଗ ଅଛି। ଏଠି ଗର ଠିକ୍ ସିଧା ଗାର ଟାଣିବା। ଠିକ୍ ଅଛି, ଏଇଟା। ଅରଟ, ଅ ଅଛି? ନାହିଁ। ର ଅଛି? ହଁ, ର ଅଛି, ତ ର ସିଧା ଆମେ ଗାର ଟାଣିବା। ଟ ଅଛି? ନାହିଁ, ଟ ବି ନାହିଁ, ଗାର ଟାଣିବା ନାହିଁ। ମାଛ, ଦେଖ, ମାଛ, ମ ଅଛି? ହଁ, ମ ଅଛି, ସେମିତି ମକୁ ଏମିତି ଗାର ଟାଣିବା। ଠିକ୍ ଅଛି। ଛ ଅଛି? ନାହିଁ, ଛ ବି ନାହିଁ। ଝାଡ଼ୁ, ଝାଡ଼ୁ ଲେଖା ହେଇଛି। ଠିକ୍ ଅଛି, ଝାଡ଼ୁ। ଝ ଅଛି? ହଁ ପିଲାମାନେ, ଝ ଅଛି, ଝରେ ଗାର ଟାଣିବା। ଡ଼ ଅଛି? ନାହିଁ, ଡ଼ ନାହିଁ, ତାହେଲେ ଠିକ୍ ଅଛି। 4 ନମ୍ବର ଦେଖ, କ ନମ୍ବର। ତୁମ ଘର ପାଖରେ କେଉଁ ଗଛ ସବୁ ଅଛି କହିବା। ପିଲାମାନେ, ତୁମ ଘର ପାଖରେ କେଉଁ କେଉଁ ଗଛ ଅଛି ତୁମେ କହିଲ? ଆମ ଘରେ ତ ଅଛି, ମୁଁ କହିବି ଫୁଲ ଗଛ ଅଛି, ଫୁଲ ଗଛ ଅଛି, ଫୁଲ ଗଛ। ଅମୃତଭଣ୍ଡା ଗଛ ଅଛି, ଅମୃତଭଣ୍ଡା ଖାଇଛ ପିଲାମାନେ? ଅମୃତଭଣ୍ଡା, ଠିକ୍ ଅଛି, ଅମୃତଭଣ୍ଡା ଗଛ ଅଛି, ଫୁଲ ଗଛ ଅଛି। ସେହିପରି ତୁମେ ମଧ୍ୟ କହିବ, ତୁମେମାନେ, ଯେ ଶିକ୍ଷକ ତୁମମାନଙ୍କୁ ପଚାରିବେ, ପିଲାମାନେ, ତୁମ ଘର ପାଖରେ କେଉଁ କେଉଁ ଗଛ ସବୁ ଅଛି। ଠିକ୍ ଅଛି, ତାହେଲେ ତୁମେମାନେ କହିବ ଯେ ସାର୍, ଆମ ଘରେ ସଜନା ଗଛ ଅଛି, ଆମ ଘରେ ଫୁଲ ଗଛ ଅଛି,
जो गछ थिबो तुम घर पाखरे से गछ कहब। ठीक अछि। ख नंबर देख बणरे केउं गछ सबु थाए कहबा। बण बण माने कौन पिला माने जंगल। जंगल रे को गछ थाए पिला माने देख बहुत गछ थाए आंब जो गछ भी आंब गछ जेउ गछर नाम मध्य कहि परिबो काहेकि जंगल बहुत बड़ थाए आ से जंगल रे बहुत गछ रही थाए। ठीक अछि कहब सेमितिका 4-5टा कहब। ठीक अछि। 5 नंबर देख पाठ 3 ର प्रथम छवि देखि कहबा। ठीक अछि पिला माने पाठ 3 छेली केतोटी देख पिला माने मु कहि देउछि छेली केतोटी अछि से छेली रे पानी के हम पढ़िथिलो ना नाही एटा केतोटी छेली पिला माने गोटे ना नाही देख आउ छेली अछंती कि नाही तेणु आमे कहिबा छेली गोटिए। ठीक अछि छेली गोटिए गोटिए छेली। ठीक अछि। बड़ माछ केतोटी पुणी देखिबा बड़ माछ देख पिला माने कोटा बड़ माछ कोटा छोटो माछ देख देख एटा बड़ माछ 1 एटा बड़ माछ 2 एटा गोटे बड़ माछ 3 एटा गोटे बड़ माछ 4 छोटो माछ केतोटी बड़ माछ केतोटी हला पिला माने बड़ माछ हला 4टी। ठीक अछि। छोटो माछ केतोटी 1 2 3 4 5 छोटो माछ केतोटी पिला माने 5टी। ठीक अछि तेणु कहिबा बड़ माछ 4टी आ छोटो माछ 5टी। ठीक अछि देखिबा बड़ माछ केतोटी 4टी सानो माछ केतोटी 5टी एटा कोन सेटा कहिथिली मु छेड़ी केतोटी अछि गोटिए पानी रे मोट माछ केतोटी अछंती पिला माने मोट मोट कहिले समस्तंकु मिसेइकी। ठीक अछि मोट छोट माछ और बड़ माछ को मिसेइकी कहिबा। ठीक अछि टोटाल केतोटी देख बड़ माछ केतोटी 4टी सानो माछ केतोटी 5टी टोटाल मोट माछ सबु माछ को मिसाइले केतोटी हबो 4 5 9टी माछ हबो। ठीक अछि पिला माने 9टी माछ हबो 4 5 को मिसाइले केतोटी 9टी माछ। 6 नंबर आस छवि करिबा दुईटी बड़ माछर छवि देख पिला माने प्रथम मु कहि दोछि एटा कोन कहिछि दुईटी बड़ माछर छवि बनेबा छवि कहिले चित्र बड़ माछर। ठीक अछि तो माछ बनेबा पूर्व देख मु कहिबी केमिति बनेबा माछ पिला माने देख बड़ माछ तयारी करिबा। ठीक अछि बड़ माछ देख एमिति करिबा एमिति करी एमिति करिबा। ठीक अछि पुणी एमिति गोटे गार देई देबा पुणी एमिति कर देबा देख एमिति करिकि एमिति एटा गोटे कंटा एटा गोटे कंटा। ठीक अछि एटा कंटा एटा गोटे कंटा थाए ना नाही आ एटा तार फिटिने थाए आ आखि गोटे एमिति देई देबा हैला ना नाही बड़ माछ केतोटी दुईटी दुईटी बनेबो। ठीक अछि सेमिति पिला माने तीनोटी सानो माछर छवि तीनोटी छोट छोट करिबो सेमिति ही कहिथिली मु देख बने दउछि एटा छोट माछ केतोटी करिबो तीनोटी करिबो हा ना नाही तीनोटी छोट माछ करिबो शिक्षक जेतेबेले कहिबे। ठीक अछि आस रंग करिबा बॉल को नाली रंग देबा केतोटी बॉल गणी कहिबा बॉल अछि बॉल को नाली रंग देबा। ठीक अछि पिला माने नाली रंग देबा आ केतोटी अछि आमे सेटा गणी की कहिबा। ठीक अछि तो चलो ठीक अछि आमे नाली रंग देई देबा एमिति का रंग देबो पिला माने। ठीक अछि ता भीतर देबो बाहर देबोनी। ठीक अछि भलरे एमिति गोटे करिकि देखि दउछि तुम्भे माने सबुठारे एमिति रंग देबो। ठीक अछि देखो एमिति रंग देबो पुणी एइटा भी रंग देबो एइटा भी रंग एइटा भी रंग देबो एइटा भी रंग भलरे देबो एमिति प्रथम मु करिछि एमिति भलरे रंग देबो आ गणिबो केतोटी 1 2 3 4 5 कहिबो 5टी बॉल
ରଙ୍ଗ କହିଲେ ନାଲି ରଙ୍ଗ। ଠିକ୍ ଅଛି। ସେହିପରି ଗୋଟିଏ ମାଛକୁ ହଳଦିଆ ରଙ୍ଗ ଦେବା। ଏଇଟା ମାଛ ଅଛି, ଗୋଟିଏ ମାଛକୁ କହିଛି, ଗୋଟିଏ ମାଛକୁ କ'ଣ ହଳଦିଆ ରଙ୍ଗ ଦେବା ଆମେ। ଠିକ୍ ଅଛି। ତ ସେହିପରି ଆମେ ହଳଦିଆ ରଙ୍ଗ ଏମିତି କରିବା। ଠିକ୍ ଅଛି। ଭିଡ଼ିଓ ବଡ଼ ହେଇଯିବ ପିଲାମାନେ, ତେଣୁକରି ମୁଁ ଜଲ୍ଦି ଟିକେ କରିଦେଉଛି। ଠିକ୍ ଅଛି। ଏମିତି ରଙ୍ଗ ଦେବ ଭଲ ଭାବରେ। ଠିକ୍ ଅଛି। 8 ନମ୍ବର ଦେଖିବା। ପ୍ରତ୍ୟେକ ଗୋଲେଇ ଭିତରେ ଗୋଟିଏ ଅକ୍ଷର ଓ କେତେ ଗୁଡ଼ିଏ ଛବି ଅଛି। ଯେଉଁ ଛବିର ନାମରେ ସେହି ଅକ୍ଷର ଅଛି, ସେହି ଛବିକୁ ଅକ୍ଷର ସହ ଗାର ଟାଣି ଯୋଡ଼ିବା। ଠିକ୍ ଅଛି। ତ ଆମକୁ କହିଛି ପ୍ରତ୍ୟେକ ସବୁ ଅକ୍ଷର ଯେଉଁଟା ଅଛି ସେ ଅକ୍ଷରରେ ଆମେ ଛବି ଅଛି, ସେ ଛବିର ନାମ ମଧ୍ୟ ଯାଉଥିବ। ଠିକ୍ ଅଛି। ତ ସେଇଟା ଆମେ ଦେଖିବା କ'ଣ, ଆଉ ଗାର କେମିତି ଟାଣିବା ଦେଖ। ମକା ଖାଇଛ, ମ କହିଲେ ମକା, ମରେ ଯାଉଛି ନା ନାହିଁ, ତ ମ ଅକ୍ଷର ସିଧା ଏମିତି ଗାର ଟାଣିଦେବ। ଠିକ୍ ଅଛି। ମାଛ ଦେଖ ଏମିତି, ମଗର। ଠିକ୍ ଅଛି। କୁମ୍ଭୀର ଯେଉଁଟା କହନ୍ତି ମଗର ବି କହନ୍ତି। ଠିକ୍ ଅଛି। ଏଇଟା ତ ଗଛ, ଗ ତ ନାହିଁ, ମ ଅଛି। ଠିକ୍ ଅଛି। ତ ଏଇଟା ହେବ ନାହିଁ। ଝରେ ଝରକା, ଝରେ ଝରଣା ହେଲା, ତାପରେ ଆଉ ନାହିଁ। ଠିକ୍ ଅଛି। ରରେ କ'ଣ ଅଛି, କିଛି ନାହିଁ। ଟରେ କ'ଣ ଅଛି, ଟେବୁଲ। ଠିକ୍ ଅଛି। ତାପରେ କ'ଣ ଅଛି, ଆଉ ତ କିଛି ନାହିଁ ପିଲାମାନେ। 9 ନମ୍ବର ଦେଖ, କ ଆଗକୁ ବଢ଼ାଇବା। ଦେଖ ପିଲାମାନେ, ଏଇଟା ଦେଖ ଏମିତି କରାହେଇছে ନା ନାହିଁ, ଚାରି ଭଳିଆ। ତୁମେ ମଧ୍ୟ ସେଇ ଭଳିଆ କରିବ। ଏମିତି ଦେଖ, ଏଇ ଗାରକୁ ଏମିତି ଛୁଇଁକି ଭଲ ଭାବରେ ଏମିତି କରିବ। ଠିକ୍ ଅଛି। ଏମିତି କରିବ। ଠିକ୍ ଅଛି। ଏମିତି କରିବ। ଠିକ୍ ଅଛି ପିଲାମାନେ। ଖ ନମ୍ବର ଦେଖ, ବେଙ୍ଗ। ଏଇଟା କ'ଣ, ଝିଣ୍ଟିକା। ବେଙ୍ଗ କିପରି ଝିଣ୍ଟିକାକୁ ଖାଇବାକୁ ଯିବ ଦେଖାଇବା। ଯେପରି ଦେଖ, ପ୍ରଥମେ ଏଇଠିକୁ ଡେଇଁବ, ପୁଣି ଏଇଠୁ ଝିଣ୍ଟିକା ପାଖକୁ ଡେଇଁକି ଖାଇବ। ଠିକ୍ ଅଛି। ସେମିତି କେମିତି ଖାଇବ, ଏମିତି ଥରେ ଡେଇଁବ, ଆଉ ଥରେ ଧରିକି ଖାଇବ। ଠିକ୍ ଅଛି। ଏମିତି କହିବ ପିଲାମାନେ। ଠିକ୍ ଅଛି। ଗ ନମ୍ବର, ଡାଲାରେ ଯେତେ ପାରିବ କମଳାର ଚିତ୍ର କରିବ। ଦେଖ, କମଳାର ଚିତ୍ର ଏମିତି ଥାଏ ନା ନାହିଁ, କରିବ ଏମିତି। ଯେତେ ହେବ ସେତେ କମଳାର ଚିତ୍ର ଏମିତି ଭରିଦେବ, ଯେତେ ଜାଗା ହେବ। ଠିକ୍ ଅଛି ପିଲାମାନେ। କମଳାର ଚିତ୍ର ଭରିଦେବ। ହଁ। 10 ନମ୍ବର ଦେଖିବା। କହିଲ ଦେଖି, କ ଛେଳିର ଗୋଡ଼ ମାଛ ଦେହରେ ବାଜିଲା ପରେ ଛେଳି କ'ଣ କହିଥିବ। ଦେଖ ପିଲାମାନେ, ଯେତେବେଳେ ତୁମେ ଗାଧୋଇବାକୁ ଯାଇଥିବ ପୋଖରୀକୁ, ସେତେବେଳେ ତୁମେ ଗାଧୁଥିବ ଆଉ ତୁମ ସାଙ୍ଗମାନେ ତୁମ ସହ ଗାଧୋଉଥିବେ, ଆଉ ଗାଧୋଇଲା ବେଳେ ତୁମ ସାଙ୍ଗର ଗୋଡ଼ ତୁମ ଦେହରେ ବାଜିଗଲେ ତୁମେ ରାଗି ଯାଅ ନା ନାହିଁ, ରାଗିଥାଅ। ଠିକ୍ ସେଇଭଳି ମୋ ହିସାବରେ ମାଛ ରାଗି ଯାଇଥିବ। କାହାକୁ, ଛେଳିକୁ। ଛେଳି ଉପରେ ରାଗି ଯାଇଥିବ, ଆଉ ତାହାକୁ ପିଟିବା ମଧ୍ୟ, କାମୁଡ଼ିବା। ତେଣୁକରି ରାଗିଲା ବୋଲି ତ ସେ କାମୁଡ଼ି ଦେଲା, ଚାବି ଦେଲା ତା ଗୋଡ଼ରେ। ହଁ କି ନାହିଁ। ଠିକ୍ ଅଛି। ତୁମେ ସେପରି କହିବ। ଖ ଛେଳି ପାଣିରେ ପଶିଲା ପରେ ବଡ଼ ମାଛମାନେ ସାନ ମାଛଙ୍କୁ କ'ଣ କହିଥିବେ। ଦେଖ, ବଡ଼ ମାଛମାନେ ଯେତେବେଳେ ଥିଲେ, ସାନ ମାଛ ମଧ୍ୟ ଥିଲେ, ସେତେବେଳେ ଛେଳି ଭିତରକୁ ପଶି ଯାଇଥିଲା, ପାଣି ଭିତରକୁ ଗାଧୋଇବା ପାଇଁ। ଠିକ୍ ଅଛି। ତ ସେତେବେଳେ ବଡ଼ ମାଛମାନେ କହିଥିବେ ଯେ ଦେଖ, ଆମ ପୋଖରୀକୁ ଅନ୍ୟ ଏକ ଜନ୍ତୁ ଆସିଯାଇଛି ବୋଲି କହିଥିବେ ସେମାନଙ୍କୁ। ଠିକ୍ ଅଛି। 11 ନମ୍ବର ଦେଖ, ଛବି ଦେଖି କହିବା କିଏ ବଡ଼ କିଏ ସାନ। ଠିକ୍ ଅଛି। ଦେଖ ପିଲାମାନେ, ଏଇଟା କ'ଣ, ଛେଳି। ଛେଳି ବଡ଼, ହଁ ନା ନାହିଁ। ଏଇଟା ଗୋଟେ କ'ଣ, ଏଇଟା ବଡ଼ ମାଛ, ଏଇଟା ବି ବଡ଼।
ଗୋଟେ ମାଛ। ଏଇଟା କ'ଣ? ମୂଷା। ମୂଷା। ଏଇଟା କ'ଣ? ମାଛ। ଏଇ ମୂଷା ଆଉ ମାଛ ଛୋଟ ଛୋଟ, ଠିକ୍ ଅଛି। ଛେଳି ଆଉ ଏଇଟା ବଡ଼ ବଡ଼। ତ ଛେଳି ଗୋଟିଏ ବଡ଼ ଆଉ ଏଇଟା ଗୋଟେ ମାଛ ଗୋଟିଏ ବଡ଼। ତ ବଡ଼ ଦୁଇଟା, ଛେଳି ଆଉ ମାଛ। ଏଇଟା ମୂଷା ଆଉ ମାଛ ଛୋଟ ଛୋଟଟା ଦୁଇଟା, ଠିକ୍ ଅଛି। 12 ନମ୍ବର ଦେଖ। ଉପରେ ଥିବା ଛବି ଦେଖିବା, ତା ବିଷୟରେ କହିବା। ଏ ଛବିକୁ ଦେଖ। ଏଇଟା କ'ଣ? ବେଙ୍ଗ। ଏଇଟା କ'ଣ? ସାରୁପତ୍ର। ଏଇଟା କ'ଣ? ଟୋପା। ବର୍ଷା ହେଉଛି ଆଉ ଇଏ ଆରାମରେ ମଜା ନେଉଛି। ହଁ ପିଲାମାନେ, ଠିକ୍ ଅଛି। ଏଇଟା ଥିଲା ପ୍ରଶ୍ନ ଉତ୍ତର। ଠିକ୍ ଅଛି ପିଲାମାନେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଯାହାଫଳରେ ମୁଁ ଆଉ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବି। ଆଉ 1 କ୍ଲାସ୍ରୁ ପୁରା 10th +2 +3 ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିବି ପଢ଼ାଇବା ପାଇଁ। ତେଣୁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଧନ୍ୟବାଦ। ଭିଡ଼ିଓଟି ଭଲ ଭାବରେ ବୁଝିପାରିଥିବ ମୋର ଆଶା। ଧନ୍ୟବାଦ ସମସ୍ତଙ୍କୁ।